जय जगन्नाथ। नमस्कार प्रिय दर्शक बंधु। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା, ଆଜି ହେଉଛି 25 ଜାନୁଆରୀ 2026 ମସିହା, ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି, ଦ୍ୱିଜା ନକ୍ଷତ୍ର, ରବିବାର। ଆଜି ମାଘ ସପ୍ତମୀ, ଅର୍ଦ୍ଧକୁମ୍ଭ ସ୍ନାନ। ଆଜି ନିଶ୍ଚିତ ରୂପରେ ତୀର୍ଥ ଜଳରେ ସ୍ନାନ କରିବା, ଦାନ ଧ୍ୟାନ କରିବା, ସ୍ୱର୍ଗତ ପିତୃଲୋକଙ୍କୁ ତର୍ପଣ କରିବା, ତା ନିଶ୍ଚିତ ରୂପରେ ଆମମାନଙ୍କର ପିତୃପୁରୁଷ ସନ୍ତୁଷ୍ଟ ହେବେ ଏବଂ ଈଶ୍ୱରଙ୍କ କୃପା ମଧ୍ୟ ଆମ ଉପରେ ପଡ଼ିବ। ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 25 ଜାନୁଆରୀ 2026 ମସିହା, ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି, ଦ୍ୱିଜା ନକ୍ଷତ୍ର, ରବିବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 7:49 ଠାରୁ 11:59 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ତତ୍ପଶ୍ଚାତ ମଧ୍ୟାହ୍ନ 1:22 ଠାରୁ ସାୟଂ 2:46 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଏତଦ୍ ବ୍ୟତୀତ ପୁନଃ ସାୟଂ 5:33 ଠାରୁ 10:22 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଅର୍ଦ୍ଧରାତ୍ର ପ୍ରାତଃ 1:36 ଠାରୁ 3:12 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଉକ୍ତ ଶୁଭ ସମୟରେ କୌଣସି ବି ଶୁଭ ମାଙ୍ଗଲ୍ୟ କାର୍ଯ୍ୟ କରୁଛନ୍ତି ବା ଦୂରଯାତ୍ରା କରୁଛନ୍ତି, ନିଶ୍ଚିତ ରୂପରେ ଆପଣ ସଫଳତା ପାଇବେ, ଆନନ୍ଦ ମଧ୍ୟ ମିଳିବ। ଆଜି ଦିନ ରାହୁ କାଳ ସମୟ ସାୟଂ 4:09 ଠାରୁ 5:33 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ ହେବ। ଆଜି ଦିନର ଘାତ ବାର, ମେଷ ରାଶି ଚାहे ମହିଳା ହୁଅନ୍ତୁ ଚାहे ପୁରୁଷ ହୁଅନ୍ତୁ, ଘାତ ବାର ଅଛି, ଟିକେ ସାବଧାନ ରହିବେ। ଆଜି ଦିନର ଘାତ ଚନ୍ଦ୍ର ଧନୁରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର, ତୁଳା ରାଶି ମହିଳାମାନଙ୍କ ପାଇଁ ଘାତ ଚନ୍ଦ୍ର, ଟିକେ ସାବଧାନ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଗାଡ଼ି ଘୋଡ଼ା ସାବଧାନ ଚଳାନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ରଖିବେ। ଅର୍ଥନୈତିକ କ୍ଷେତ୍ରରେ ଲାଭବାନ ହେବେ, ମାନ ସମ୍ମାନ ପ୍ରାପ୍ତି ଅଛି। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଦୂରଯାତ୍ରା କରୁଛନ୍ତି, ଭାବିଚିନ୍ତି କରିବା ଆବଶ୍ୟକତା ଅଛି। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା, ଆଦରତା, ଆତ୍ମବିଶ୍ୱାସ ରଖନ୍ତୁ। ଲଭ୍ ମ୍ୟାରେଜରେ ବାଧା ଆସିପାରେ। ପାର୍ଟନରସିପ୍ରେ ମଧ୍ୟ ତିକ୍ତତା ମନୋଭାବନା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ଚାଲନ୍ତୁ। ଆଜିର ଲକି ନମ୍ବର୍ସ, ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା, ଜଗତ ମାତା, ଜଗତ କଲ୍ୟାଣୀମୟୀ, କୃପାଲୁମୟୀ ମା ବଗଳାମୁଖୀଙ୍କର ମନ୍ତ୍ରକୁ ଜପ କରନ୍ତୁ, ସୁଖ ଦିନ କଟିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ପତି ପତ୍ନୀ ମଧ୍ୟରେ ଅଶାନ୍ତି, ଅସନ୍ତୁଷ୍ଟତା, ବିଧିବସ୍ତତା ଦେଖା ଦେଇପାରେ। ଚରିତ୍ର ଉପରେ ପ୍ରଭାବ ପଡ଼ିପାରେ, ଶତ୍ରୁ ବୃଦ୍ଧି ହୋଇପାରନ୍ତି। କର୍ଜ ନିଅନ୍ତୁ ନାହିଁ, କର୍ଜ ଦିଅନ୍ତୁ ନାହିଁ, କାରି ବ୍ୟକ୍ତିଗତ କଥାରେ କଥା କୁହନ୍ତୁ ନାହିଁ, ଟିକେ ସାବଧାନ। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ତ୍ରୟୋଦଶ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢ଼ିବ, ଦୂରଯାତ୍ରା ଭ୍ରମଣ ଯୋଗ ରହିବ। ଇନକମ୍ ସୋର୍ସରେ ଠିକ୍ଠାକ୍ ରହିବ, ସନ୍ତାନକୁ ନେଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ସଫଳତା ମିଳିବ, କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଇଗୋ ରଖିବା ଉଚିତ ନୁହେଁ, ଜିଦ୍ଦି କରିବା ଉଚିତ ନୁହେଁ, ଏହାଦ୍ୱାରା ଆପଣଙ୍କୁ ଦୁଃଖ ସମସ୍ୟା ଦେଖାଦେବ। ଗାଡ଼ି ଘୋଡ଼ା ସାବଧାନ ଚଲାନ୍ତୁ। ଶତ୍ରୁ, ଚିନ୍ତା, ଋଣ, ରୋଗ ଇତ୍ୟାଦି ଦେଖା ଦେଇପାରେ। ପୋଲିସ ମ୍ୟାଟର, କୋର୍ଟ କଚେରୀ ସମ୍ମୁଖୀନ କରିବାକୁ ପଡ଼ିପାରେ, ଟିକେ ସାବଧାନ। ଆଜିର ଲକି ନମ୍ବର 5, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଇନକମ୍ ସୋର୍ସରେ ଠିକ୍ଠାକ୍ ରହିବ। ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ସପୋର୍ଟ ମିଳିବ। କର୍ମକ୍ଷେତ୍ର ମଧ୍ୟ ବିଜୟ ପ୍ରାପ୍ତି ହେବେ। ମାତୃଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେବ। ପୌତ୍ରିକ ସମ୍ପତ୍ତି ଉପରେ ଲିଟିଗେସନକୁ ଦେଖାଇ କୌଣସି ବାଧା ଆସିପାରେ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଟିକେ ସଜାଗ ରୁହନ୍ତୁ। ଆଜିର ଲକି ନମ୍ବର୍ସ, ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ମନ୍ଦିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। ସ୍ୱାସ୍ଥ୍ୟର ଉତ୍ତମ ରହିବ। କର୍ମକ୍ଷେତ୍ରରେ ଜବରଦସ୍ତ ସଫଳତା ଦେଖାଦେବ। ପରାକ୍ରମ କ୍ଷେତ୍ରରେ କମଜୋରି ଦେଖାଦେଉଛି। ଦୂରଯାତ୍ରା ଭ୍ରମଣ ଯୋଗ ମଧ୍ୟ ଅଛି ଏବଂ ପୌତ୍ରିକ ସମ୍ପତ୍ତିକୁ ନେଇ କୌଣସି ବାଧା ଦେଖା ଦେଇପାରେ।
বা କୌଣସି କ୍ଷେତ୍ରରେ ଧନ ନିବେଶ କରୁଛନ୍ତି ପ୍ରପର୍ଟି ଜମି ଜାୟଦାଦ କ୍ଷେତ୍ରରେ ଭାବି ଚିନ୍ତି କରିବେ ଦୁଃଖ ସମସ୍ୟା ସମ୍ମୁଖୀନ କରିବାକୁ ପଡ଼ିପାରେ। ଆଜିର ଲକି ନମ୍ବର 1 ଲକି କଲର୍ ପିଙ୍କ ଲକି ଡାଇରେକ୍ସନ ଇଷ୍ଟ ଭଗବାନ ସୂର୍ଯ୍ୟନାରାୟଣଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ ଶୁକ୍ର ଦିନ ଘଟିବ। କନ୍ୟା ରାଶି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟର ପରିବର୍ତ୍ତନତା ଅଛି। କୁଟୁମ୍ବ ପରିବାରକୁ ନେଇ ଟିକେ ଚିନ୍ତା ଦେଖାଦେବ। ପରାକ୍ରମ କ୍ଷେତ୍ରରେ କମଜୋରି ଦେଖାଦେବ। ଆଗଚଳା ହୋଇ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ମନକୁ ଶାନ୍ତି ଏବଂ ସନ୍ତୁଷ୍ଟ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜିର ଲକି ନମ୍ବର 5 ଲକି କଲର୍ ଗ୍ରୀନ୍ ଲକି ଡାଇରେକ୍ସନ ନର୍ଥ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ ଶୁକ୍ର ଦିନ ଘଟିବ। ତୁଳା ରାଶି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣୀକୁ ନିୟନ୍ତ୍ରଣ ରଖିବା ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ସମୟ ଅନୁସାରେ କାର୍ଯ୍ୟ କରିବା ବହୁତ ଆବଶ୍ୟକତା ଅଛି। ଆଗ ଚଲାଇବା ଉଚିତ ନୁହେଁ। କୁଟୁମ୍ବ ପରିବାରରେ କିଛି ସମସ୍ୟା ଆସିପାରେ ବା କୌଣସି ବ୍ୟକ୍ତିକୁ ନେଇ ଟିକେ ଚିନ୍ତା ଦେଖାଦେବ। ପତି ପତ୍ନୀ ମଧ୍ୟରେ ଆଦର ଶ୍ରଦ୍ଧା ବିଶ୍ୱାସତା ବୃଦ୍ଧି ପାଇବ। ଦୂରଯାତ୍ରା ଭ୍ରମଣ ଯୋଗ କାର୍ଯ୍ୟରେ ସିଦ୍ଧି ସଫଳତା ଅର୍ଥର ଆଗମନ ମଧ୍ୟ ଦେଖାଦେଉଛି। ବା କୌଣସି କାର୍ଯ୍ୟ କରୁଛନ୍ତି ପ୍ଲାନିଂ ଅନୁସାରେ କାର୍ଯ୍ୟ କରୁଛନ୍ତି ଅଧିକ ଲାଭ ମିଳିବ ବା ମିଟିଂ ଆଟେଣ୍ଡ କରୁଛନ୍ତି ନିଶ୍ଚିତ ରୂପରେ ସଫଳତା ଦେଖାଦେବ। ଆଜିର ଲକି ନମ୍ବର 6 ଲକି କଲର୍ସ ହ୍ୱାଇଟ୍ ଲକି ଡାଇରେକ୍ସନ ସାଉଥ ଇଷ୍ଟ ଭଗବାନ ଗଣେଶ ତ୍ରୟୋଦଶ ସ୍ତୋତ୍ର ପାଠ କରନ୍ତୁ ଶୁକ୍ର ଦିନ ଘଟିବ। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ନିଜ ମନକୁ ଟିକେ କଣ୍ଟ୍ରୋଲ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଟାଇମ୍ ଟେବୁଲ ପରଫେକ୍ଟ ମେଣ୍ଟେନ୍ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀକୁ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନରେ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଲଭ୍ ମ୍ୟାଟର ସଫଳତା ମଧ୍ୟ ଦେଖାଦେବ। ଆଜିର ଲକି ନମ୍ବର 9 ଲକି କଲର୍ସ ରେଡ୍ ଲକି ଡାଇରେକ୍ସନ ସାଉଥ ଭଗବତୀ ଜଗଦମ୍ବା ଜଗତ ମାତା ଜଗତ କଲ୍ୟାଣୀମୟୀ କୃପାଳୁମୟୀ ମା ଦୁର୍ଗାଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ନବାର୍ଣ୍ଣ ମନ୍ତ୍ରକୁ ଜପ କରନ୍ତୁ। ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ ଶୁକ୍ର ଦିନ ଘଟିବ। ଧନୁରାଶି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଦୂରଯାତ୍ରା ଭ୍ରମଣ ଯୋଗ ମଧ୍ୟ ଦେଖାଦେଉଛି। ଟାଇମ୍ ଟେବୁଲ ଟିକେ ପରଫେକ୍ଟ ମେଣ୍ଟେନ୍ କରିବା ଆବଶ୍ୟକତା ଅଛି। ଜବାବ ଯାହା ଦେଉଛନ୍ତି ପରଫେକ୍ଟ ଦେବା ଆବଶ୍ୟକତା ଅଛି। ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ନୋ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। କାର୍ଯ୍ୟରେ ସିଦ୍ଧି ସଫଳତା ଦେଖାଦେବ। ଶତ୍ରୁମାନଙ୍କଠାରୁ ବିଜୟ ପ୍ରାପ୍ତି ହେବ। କାର୍ଯ୍ୟରେ ସଫଳତା ମିଳିବ। ଆଜିର ଲକି ନମ୍ବର 3 ଲକି କଲର୍ସ ୟେଲୋ ଲକି ଡାଇରେକ୍ସନ ନର୍ଥ ଇଷ୍ଟ ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ଶୁକ୍ର ଦିନ ଘଟିବ। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ପୌତ୍ରିକ ସମ୍ପତ୍ତିରେ ସଫଳତା ଦେଖାଦେବ। ଗୃହ କାର୍ଯ୍ୟରେ ସଫଳତା ଦେଖାଦେବ। ପୁଣ୍ୟ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଯୋଗଦାନ ଦେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ଲଭ୍ ମ୍ୟାଟର ସଫଳତା ଦେଖାଦେବ। ଏତଦ୍ ବ୍ୟତୀତ କୌଣସି କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରୁଛନ୍ତି ସେଥିରେ ମଧ୍ୟ ସଫଳତା ଦେଖାଦେବ। ଇନକମ୍ ସୋର୍ସରେ ଟିକେ କମଜୋରି ଦେଖାଦେବ। କର୍ମକ୍ଷେତ୍ରକୁ ଜାଗ୍ରତ ରହିବା ଆବଶ୍ୟକତା ଅଛି। ଗୁରୁଜନ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଆଦରତା କରନ୍ତୁ। କୌଣସି ଅପମାନିତ କରନ୍ତୁ ନାହିଁ ବା ଆଗଚଲ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଲକି ନମ୍ବର 8 ଲକି କଲର୍ସ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ର ବାଣ ସ୍ତୋତ୍ର ପାଠ କରନ୍ତୁ ଶୁକ୍ର ଦିନ ଘଟିବ। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଗୃହ କାର୍ଯ୍ୟରେ ସଫଳତା ଦେଖାଦେବ। ପ୍ରପର୍ଟି ଜମି ଜାୟଦାଦ କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରୁଛନ୍ତି ସେଥିରେ ମଧ୍ୟ ସଫଳତା ଦେଖାଦେବ। ଦୂରଯାତ୍ରା କରୁଛନ୍ତି ଭାବିଚିନ୍ତି କରିବା ଆବଶ୍ୟକତା ଅଛି। କୌଣସି ବ୍ୟକ୍ତି ନିର୍ଭର ହୋଇ କାର୍ଯ୍ୟ କରନ୍ତୁ ନାହିଁ। ନିଜ କାର୍ଯ୍ୟକୁ ନିଜ ତତ୍ପରିଶତ କରିବା ପାଇଁ ଚେଷ୍ଟା କରନ୍ତୁ। ଗୁରୁଜନ ଲଘୁଜନ ଭିତରେ ପାର୍ଥକ୍ୟତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 8 ଲକି କଲର୍ସ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ। ଓମ୍ ହମ ହନୁମନ୍ତାୟ ରୁଦ୍ରାତ୍ମକାୟ ଓମ୍ ଫଟ୍ ସ୍ୱାହା ମନ୍ତ୍ର ଜପ କରନ୍ତୁ ଶୁକ୍ର ଦିନ ଘଟିବ। ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ କୁଟୁମ୍ବରେ ଆନନ୍ଦ ମାନ ସମ୍ମାନ ପ୍ରାପ୍ତି ଅଛି। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ହେବ। ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ଚିନ୍ତା ରଖିବା। ଇଗୋକୁ ହଟେଇ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। କୌଣସି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟ ପାଇଁ ଜବାବ ଦେଉଛନ୍ତି ଟାଇମ୍ ଟେବୁଲ ପରଫେକ୍ଟ ମେଣ୍ଟେନ୍ କରନ୍ତୁ ଏବଂ କର୍ମକ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ୍ ରଖନ୍ତୁ। ଆଜିର ଲକି ନମ୍ବର 3 ଲକି କଲର୍ସ ୟେଲୋ ଲକି ଡାଇରେକ୍ସନ ନର୍ଥ ଇଷ୍ଟ ଭଗବାନ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତୁ ଶୁକ୍ର ଦିନ ଘଟିବ। ପ୍ରିୟ ଦର୍ଶକ ବନ୍ଧୁ ଏ ତ ଥିଲା ଆଜି ଦିନର 12ଟି ରାଶିଫଳ। ଆଜି ତ ସମୟ ଯାଇଛି କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ବାଗା ମଧ୍ୟରେ। ଜୟ ଜଗନ୍ନାଥ ନମସ୍କାର ହରି ଓମ୍।